ଜଣେ ଭକ୍ତ ଭଗବାନଙ୍କର ଆଶ୍ରୟ ରହି କର୍ମ ସମ୍ପାଦନ କରିବା ଆଉ ସାଧାରଣ କର୍ମ କରିବା ବହୁତ ଅଲଗା। କ'ଣ ଅଲଗା ଆମେ ବୁଝିବା ବର୍ତ୍ତମାନ। ଯେମିତି ଆମେ ଉଦାହରଣ ଦେଲେ ବୁଝିପାରିବେ, ଯେମିତି ଆମର ଗାଁରେ ଏବେ ଆମର ଇସ୍କନ ମନ୍ଦିର ଅଛି, ଗାଁ ଗହଳରେ ମଧ୍ୟ ବହୁତ ମନ୍ଦିର ଅଛି କି ନାହିଁ? ଅଛି। ସେଠି ବି ଭଗବାନଙ୍କର ସେବା କରାହେଉଛି। ଆମର ଇସ୍କନ ମନ୍ଦିରରେ ମଧ୍ୟ ରାଧାକାନ୍ତଙ୍କୁ ସେବା କରାହେଉଛି। ଫରକ କ'ଣ? ଆମେ ଲୋକମାନେ କ'ଣ କରୁଛନ୍ତି, ପୂଜାରୀ କି କିଛି ଦରମା ଦେଉଛନ୍ତି, କାହାକୁ 5,000 7,000 10,000 ଦରମା ଦେଉଛନ୍ତି, ଦରମା ଦେଇ ଦେଉଛନ୍ତି, କିନ୍ତୁ ସିଏ କୃଷ୍ଣଙ୍କ ପାଇଁ କର୍ମ କରୁଛି କି? ସେ କୃଷ୍ଣଙ୍କ ପାଇଁ କର୍ମ କରୁନି। ଲୋକମାନେ ଅଛନ୍ତି ସେମାନେ ଯେମିତି ମେକାନିକାଲ, କୁହାଯାଇଛି ମେକାନିକାଲ, ତାର ମନ କୃଷ୍ଣ ପାଖରେ ନାହିଁ, ତାର ମନ କେଉଁଠି ଅଛି? ଧନରେ। ସେ ଉଦ୍ଦେଶ୍ୟ କ'ଣ? ମୁଁ ପଟାପଟ କର୍ମ କରିକିରି ଭଗବାନ ପାଇଁ ରୋଷେଇ କରିକିରି ଓମ୍ ସ୍ୱାହା ସ୍ୱାହା କରିକିରି କେମିତି କ'ଣ କରିକିରି ମୋର ଡ୍ୟୁଟି ସରିଦେବି, ପଟାପଟ ଡ୍ୟୁଟି ସରିଲେ ମୋତେ ମାସ ପୁରିଲେ ଦରମା ମିଳିବ। ମୋର ମନ ଅଛି ଯେତେବେଳେ ପୂଜାରୀ ଦରମା ମିଳିବ, ମୁଁ ରାଧାକାନ୍ତ ମନ୍ଦିର ଥିଲି, ଯେଉଁଦିନ ଦରମା ମିଳିବ ସେ ପୂଜାରୀ ପୁରା ନାଚିବ। କ'ଣ ପ୍ରଭୁ କ'ଣ ନାଚୁଛୁ ଆଜି? ନା ଆଜି ଦରମା ମିଳିବ ମୋତେ। ତାର ଉଦ୍ଦେଶ୍ୟ କ'ଣ? ଦରମା। ଆମେ ଧନ ଦେଇକିରି କୃଷ୍ଣଙ୍କ ପାଇଁ କର୍ମ କରିପାରିବାନି। ଧନ ଦେଇକିରି ଲୋକମାନେ ଧନ ପାଇଁ, କେତେ ଲୋକ ଧନ ପାଇଁ କୃଷ୍ଣ କର୍ମ କରୁଛନ୍ତି, କେତେ ଲୋକ ପ୍ରଶଂସା ପାଇଁ, ଯେ ରାଧାକାନ୍ତ ଭଗବାନ କି ଜୟ। କେତେ ଲୋକ କୃଷ୍ଣଙ୍କ ପାଇଁ କର୍ମ କରୁଛନ୍ତି ସେମାନଙ୍କର ନିଜର ମାନ ସମ୍ମାନ ପାଇଁ। ମୁଁ ଯଦି କୃଷ୍ଣଙ୍କ ପାଇଁ କିଛି କର୍ମ କରି ଲୋକମାନେ ମୋତେ ପ୍ରଶଂସା କରିବେ। କିଛି ଲୋକ ଧର୍ମ ଆଡ଼ମ୍ବର, ମାନେ ମୁଁ ଯଦି ଭକ୍ତି କରି, ମୁଁ ଯଦି ତିଲକ କରି, ଏସବୁ କରି ଲୋକମାନେ ମୋତେ ସମ୍ମାନ କରିବେ ଆଡ଼ମ୍ବର ପାଇଁ। କିନ୍ତୁ ବାସ୍ତବରେ କୃଷ୍ଣଙ୍କ ପାଇଁ କର୍ମ କରିବା ଏଇଟା ଏତେ ସହଜ ପାଠ ନାହିଁ। କୃଷ୍ଣଙ୍କ ପାଇଁ କର୍ମ ମାନେ ତାର ଅର୍ଥ କ'ଣ ଆମେ ବୁଝିବା, ଭଲ ଭାବରେ ଯଦି ଗଭୀର ଭାବରେ ବୁଝିବା ଆମେ ଜାଣିପାରିବା, ନହେଲେ ଜାଣିପାରିବାନି। ଯେମିତି ଆମର ପୂଜାରୀ, ଆମର ବାହାର ଲୋକମାନଙ୍କର ପୂଜାରୀ, ଆମର ମନ୍ଦିର ଇସ୍କନ ମନ୍ଦିର ପୂଜାରୀ, ଫରକ ଅଛି। କ'ଣ ଫରକ? ନା ଆମର ମନ୍ଦିରର ପୂଜାରୀ ଯିଏ ଅଛନ୍ତି ସେ ଦିନକୁ ମିନିମମ୍ 4 ଥର 5 ଥର ସ୍ନାନ କରୁଛନ୍ତି। କାହିଁକି ସ୍ନାନ କରୁଛନ୍ତି? ଆପଣ କହିବେ ସ୍ନାନ କରିବା ଜରୁରୀ। ହଁ, ନିହାତି ଜରୁରୀ। କାହିଁକି ନା କୃଷ୍ଣଙ୍କର ସେବା କରିବାକୁ ଗଲେ ବାହ୍ୟ ଶୁଦ୍ଧି ଅନ୍ତଃଶୁଦ୍ଧି ଦୁଇଟା ଆବଶ୍ୟକ। ଆଉ ଅନ୍ୟ ମନ୍ଦିରରେ କୁଆଡ଼େ ଯାଇଥିବେ ଭୂଷୁନା ପଶିଯିବେ ପୂଜା, ସେମିତି ନାହିଁ। ଶୁଦ୍ଧି ଦରକାର। ଆଉ କ'ଣ ଦରକାର? ଯିଏ ରୋଷେଇ କରିବ ସିଏ ମାଳା କରିକି ରୋଷେଇ କରିବ। ଭଗବାନ କହୁଛନ୍ତି ଯିଏ ମାଳା କରିକି ରୋଷେଇ କରିବ ତା ହାତରୁ ମୁଁ ଖାଇବି। ମାଳା ନ କରି ରୋଷେଇ କଲେ ମୁଁ ଭଗବାନ ଗ୍ରହଣ କରିବେନି। ଚୈତନ୍ୟ ମହାପ୍ରଭୁ ଥରେ କହିଲେ ତାଙ୍କ ଭକ୍ତମାନଙ୍କୁ, କହିଲେ ଶିଷ୍ୟମାନେ ଯିଏ ଯାହା ଘରେ 1,00,000 ଟଙ୍କା ଅଛି ତାଙ୍କ ଘରେ ମୁଁ ପ୍ରସାଦ ସେବା କରିବି। ତ ସବୁ ଯାକ ଶିଷ୍ୟମାନେ ସବୁ ମନ ଦୁଃଖ କଲେ, କାନ୍ଦି ପକାଇଲେ। ମହାପ୍ରଭୁ କହିଲେ ତୁମେ ସବୁ ମନ ଦୁଃଖ କରୁଛ କାହିଁକି? ନା ଆପଣ କହିଲେ 1,00,000 ଟଙ୍କା ଥିଲେ ମୁଁ ଗ୍ରହଣ କରିବି ପ୍ରସାଦ। ମହାପ୍ରଭୁ କହିଲେ ସେ 1,00,000 ଟଙ୍କା ନାହିଁ। ମହାପ୍ରଭୁ କହିଲେ ହେଲେ କେଉଁ 1,00,000 ଟଙ୍କା? ନା ଯିଏ ଦିନକୁ 1,00,000 ନାମ ଜପ କରୁଛି ତା ହାତରୁ ମୁଁ ପ୍ରସାଦ ସାରିବି। ତ ସବୁ ଭକ୍ତମାନେ ଖୁସି ହେଇଗଲେ, କାହିଁକିନା ମହାପ୍ରଭୁଙ୍କର ସମୟରେ ସମସ୍ତେ 1,00,000 ନାମ କରୁଥିଲେ। ହେଲେ ଏଇଟା ଆମର କହିବାର ତାତ୍ପର୍ଯ୍ୟ କ'ଣ? ଭଗବାନଙ୍କର ସେବା ମାନେ ଭଗବାନ ଯେଉଁ ପ୍ରସାଦ ପାଉଛନ୍ତି ତାଙ୍କ ହାତରୁ ନାମ ଯଦି ଜପ କରିବା ଭଗବାନ ଆମ ହାତରୁ ପ୍ରସାଦ ଖାଇବେ, ନହେଲେ ଖାଇବେ। ଏଇଟା ସେ କଥା କୁହାଯାଇଛି। କୃଷ୍ଣଙ୍କ ପାଇଁ କର୍ମ ମାନେ ଗୋଟେ ହେଲା ସ୍ନାନ, ଆଉ ଗୋଟେ ହେଉଛି ନାମ ଜପ। ସ୍ନାନଟା ହେଉଛି ବାହ୍ୟ ଶୁଦ୍ଧି, ଆଉ ଅନ୍ତଃଶୁଦ୍ଧି ହେଉଛି ନାମ। ଦୁଇଟା ଦରକାର। ଆଉ ଗୋଟେ ଦରକାର କ'ଣ? ନା ତିଲକ। ଆମେ ବାହାର ଯେଉଁ ପୂଜାରୀମାନେ ଯେଉଁ ଅଛନ୍ତି ସେମାନେ କେଉଁ ତିଲକ କରୁଛନ୍ତି କି? ନାଇଁ, ସିଧା ଯିବେ ଭଗବାନଙ୍କ ସେବା କରିବେ। କିନ୍ତୁ ଭଗବାନଙ୍କର ସେବା କରିବା ପାଇଁ ହେଲେ ତିଲକ ନିହାତି ଆବଶ୍ୟକ।
ଆପଣ କହିବେ କାହିଁକି ନା ତିଲକ ଯଦି ମସ୍ତାରେ ନାହିଁ ସେ ମଥା ହେଉଛି ଶ୍ମଶାନ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ତାଙ୍କ ଶିଷ୍ୟମାନଙ୍କୁ ନଦିଆ ନବଦ୍ୱୀପରେ ସେ ଚୈତନ୍ୟ ମହାପ୍ରଭୁ ଟିଚର ଥିଲେ, ଶିକ୍ଷକ ଥିଲେ। ସେ ତାଙ୍କର ଯେଉଁ ଶିଷ୍ୟମାନେ ଆସିକିରି ସବୁ ପାଠ ପଢ଼ୁଥିଲେ, ଯେଉଁ ଶିଷ୍ୟ ପାଠ ତିଲକ ଲଗେଇ ନଥିବେ ତାଙ୍କୁ କହିବେ କ'ଣ ଆଜି ତୁମେ ତିଲକ କରିନ, ତୁମେ ସ୍ନାନ କରିନ କି ଆଜି, ତିଲକ କାହିଁକି କରିନ, ତୁମ ସଂସାର ମସ୍ତକ କରି କାହିଁକି ଆସିକି ଆସ, ଯାଅ ଆଜି ତୁମକୁ ପାଠ ପଢ଼ା ହେବନି, ଯାଅ ସ୍ନାନ କର, ତିଲକ କରିକିରି ଆସ, ପାଠ ପଢ଼ା ହେବ, ନହେଲେ ପାଠ ପଢ଼ା ହେବନି, ଯାଅ। ମହାପ୍ରଭୁ ଘୋଡ଼ି ଦେଉଥିଲେ। କାହିଁକି ତିଲକ ହେଲେ ଆମେ ଭଗବାନଙ୍କୁ ଆମେ ହୃଦୟରେ ବିରାଜମାନ କଲେ। ତ ଭଗବାନଙ୍କର କୃଷ୍ଣଙ୍କ ପାଇଁ କର୍ମ ଯଦି କରାହେଉଛି ତିଲକଟା ନିହାତି ଆବଶ୍ୟକ। ଆଉ କ'ଣ ଦରକାର ନା ଡ୍ରେସ୍ ବି ଶୁଦ୍ଧ ଦରକାର। ଲୋକମାନେ ବିନା ସ୍ନାନ କରି ମଧ୍ୟ ଯେଉଁ ଡ୍ରେସ୍ 2 ଦିନ ପିନ୍ଧୁଥିବେ ସେ ପିନ୍ଧିକି ମଧ୍ୟ ଭଗବାନଙ୍କ ସେବା କରିଦେଉଛନ୍ତି। କିଏ ନାଇଟ୍ ପିନ୍ଧିକିରି ସେବା କରୁଛନ୍ତି, କିନ୍ତୁ ନାଇଁ, ଶାସ୍ତ୍ରରେ ଲେଖା ହେଇଛି ଯେଉଁ ବସ୍ତ୍ର ଆମେ ଦିନ ଯାକ ପିନ୍ଧିଲେ ସେଇଟାକୁ ଧୋଇକିରି ରଖିଲେ ହିଁ ଶୁଦ୍ଧ ହେଉଛି। ଧୋଇକିରି କାଲି ତା ବାସ ଦିନ ଆମେ ପିନ୍ଧିବା, ସେଇଟା ହେଉଛି ଶୁଦ୍ଧ ଡ୍ରେସ୍। ଆମ ମନ୍ଦିରରେ ବି ଲେଖା ହେଇଛି ଡ୍ରେସ୍ ପିନ୍ଧିକିରି ଭଗବାନଙ୍କୁ ସେବା କରିପାରିବାନି, ଶାଢ଼ୀ ପିନ୍ଧିକିରି ହିଁ ସେବା ହେବ, ଶୁଦ୍ଧ ବସ୍ତ୍ର। ଆପଣ ଭାଗବତରେ ବି ଉଦାହରଣ ଦେଲେ ବୁଝିପାରିବେ। ଯେତେବେଳେ ପୁତନା ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷୀର ପାନ କରିବା ପାଇଁ ଯାଇଥିଲେ ଯଶୋଦା ମାଙ୍କର ଘରକୁ, ସିଏ ଗୋପୀ ଡ୍ରେସ୍ ପିନ୍ଧି ଯାଇଥିଲେ। ଗୋପୀ ଡ୍ରେସ୍ ମାନେ ଗୋପୀମାନେ ଯେଉଁ ବସ୍ତ୍ର ପିନ୍ଧୁଛନ୍ତି ସେ ଡ୍ରେସ୍ ପିନ୍ଧିକିରି ସେ ଯାଇଥିଲେ। ଭଗବାନ ଶ୍ରୀକୃଷ୍ଣ ପୁତନା ଆମର ବଡ଼ ସୁନ୍ଦର, ଆପଣ ଦେଖିବେ ଭାଗବତରେ ଦେଖନ୍ତୁ ଭଗବାନ ଶ୍ରୀକୃଷ୍ଣ କେଡ଼େ ଦୟାଳୁ, କେଡ଼େ ସୁନ୍ଦର ଶ୍ଲୋକଟା। କ'ଣ ସେଟା ପୁତନା ଉଦ୍ଧାର ଶ୍ଲୋକଟା। ଅହୋ ବକିୟଂ ସ୍ତନକାଳକୂଟଂ, ତାପରେ ଜିଜ୍ଞାସୟା ଚିତ୍ୟ ମନୋଭିରାମ, ତାପରେ କେତେ ସୁନ୍ଦର। ମାନେ ବକାସୁର ସାନ ଭଉଣୀ ପୁତନା ଯେଉଁ ଭଗବାନଙ୍କୁ କ୍ଷୀର ପାନ କରିବା ପାଇଁ ଯାଇଥିଲେ, ଭଗବାନ ଶ୍ରୀକୃଷ୍ଣ ତାଙ୍କର କ'ଣ ଭଲ ଗୁଣ ଦେଖିଲେ, ତାଙ୍କୁ ଉଦ୍ଧାର କଲେ। କ'ଣ ଭଲ ଗୁଣ? ସିଏ ଗୋପୀର ଡ୍ରେସ୍ ପିନ୍ଧିକି ଯାଇଥିଲେ। ତାଙ୍କର ନିଜର କିଛି ଭଲ ଗୁଣ ନାହିଁ, ସେ ତ ରାକ୍ଷସୀ, ତାଙ୍କର କାମ ହେଉଛି ପିଲାମାନଙ୍କୁ ମାରିବା। କିନ୍ତୁ ଭଲ ଗୁଣ କ'ଣ? ଡ୍ରେସ୍ ଦେଖିକିରି ଭଗବାନ ଭାବିଲେ ଇଏ ଗୋପୀ ଡ୍ରେସ୍ ପିନ୍ଧିକି ଆସିଛି, ମା ଭାବରେ ଆସିଛି ଗୋପୀ ଡ୍ରେସ୍ ପିନ୍ଧିକିରି, ମାନେ ଇଏ ମୋ ମା, ତାକୁ ମା ଗତି ଦେଇଦେଲେ ଭଗବାନ। ତାର ସେଇଟା ହେଉଛି ଭଲ ଗୁଣ। ଭଗବାନ ସେ ଖରାପ ଲୋକଙ୍କ ଭିତରେ ମଧ୍ୟ ଭଲ ଗୁଣ ଦେଖୁଛନ୍ତି। ଆମେ କ'ଣ ଭଲ ଲୋକଙ୍କ ଭିତରେ ଖରାପ ଗୁଣ ଦେଖୁଛେ, ଭଗବାନଙ୍କର ଓଲଟା। ଭଗବାନ କ'ଣ ଦେଖୁଛନ୍ତି? ଖରାପ ଲୋକ ଭିତରେ ମଧ୍ୟ କ'ଣ ଭଲ ଗୁଣ ଅଛି। ପୁତନା ଭଲେ ତାର କର୍ମ ଖରାପ, କିନ୍ତୁ ତାର ଭାବ ମା ଭାବ, ସେ ଭାବରେ ମା ଭାବରେ ସେ ଡ୍ରେସ୍ ଯେଉଁ ପିନ୍ଧିକିରି ଆସିଛି ଗୋପୀ ଡ୍ରେସ୍ରେ ଆସିଛି, ତାକୁ ଭଗବାନ ମାତୃଗତି ଦେଇଦେଲେ। ହେଲେ ଏ ଶ୍ଲୋକରେ ଆମେ ଯେଉଁ ଏଇଟା କାହିଁକି କହିଲେ ନା ଜଣେ କୃଷ୍ଣ କର୍ମ କରିବାକୁ ହେଲେ ତାକୁ ଶୁଦ୍ଧ ବସ୍ତ୍ର ବି ଦରକାର। ଆମେ ମନ ଇଚ୍ଛା ଡ୍ରେସ୍ ପିନ୍ଧିକିରି ଗଲେ ଭଗବାନ କୃଷ୍ଣଙ୍କର ସେବା କରିପାରିବାନି। ଆମେ ଭଲ ବସ୍ତ୍ର ଦରକାର। ହେଲେ ଏଇଠି ଯେଉଁ କୁହାହେଇଛି ଆମେ ଯେଉଁ କର୍ମ କରିବା ଏଇଟା ହେଉଛି କୃଷ୍ଣଙ୍କ ପାଇଁ କର୍ମ କରିବା। କୃଷ୍ଣଙ୍କ ପାଇଁ କେମିତି କର୍ମ ହେବ ଏଠି ପ୍ରଭୁପାଦ ମହାରାଜ ଏଠି କହୁଛନ୍ତି, ତାକୁ ବହୁତ ସୁନ୍ଦର ଭାବରେ ବିଶ୍ଳେଷଣ କରି କହିଛନ୍ତି। ଭୃତ୍ୟ ଭାବରେ, ଭୃତ୍ୟ ମାନେ ସେବକ ଭାବରେ ଆମେ କୃଷ୍ଣଙ୍କର ହେଉଛେ ଭୃତ୍ୟ, ସେବକ, ମାଲିକ ନାହିଁ। 2 ପ୍ରକାର କର୍ମ ଅଛି, ଗୋଟେ ଭୃତ୍ୟ ଭାବରେ ଆଉ ଗୋଟେ ମାଲିକ ଭାବରେ। ଭଗବାନଙ୍କ ରାଜ୍ୟରେ ଆମେ ମାଲିକ ଭାବରେ ପ୍ରବେଶ କରିପାରିବାନି। ଯିଏ ଭଗବାନଙ୍କର ଧାମକୁ ଯିବା ସେ ଭଗବାନଙ୍କର ସେବକ ହେଲେ ହିଁ ଯାଇପାରିବ। ଯଦି ଆମେ ମାଲିକ ଭାବରେ ଯିବା ଭଗବାନଙ୍କ ରାଜ୍ୟରେ ପ୍ରବେଶ ନାହିଁ। ଯେମିତି ଆମେ ଉଦାହରଣ ଦେଲେ ବୁଝିପାରିବା, ମା ଲକ୍ଷ୍ମୀ ସମସ୍ତେ ଗଲେ ଭଗବାନ ଶ୍ରୀକୃଷ୍ଣଙ୍କର ରାସଲୀଳାରେ ଭାଗ ନେଲେ, ସମସ୍ତେ ଭାଗ ନେଲେ, ସବୁ ଗୋପୀମାନେ। ଆମର ଭଗବାନ ଶିବ ସିଏ ମଧ୍ୟ ଯେତେବେଳେ ଇଚ୍ଛା କଲେ ଭଗବାନଙ୍କର ରାସଲୀଳାରେ ଭାଗ ନେବା ପାଇଁ,
ଭଗବାନ ଏମିତି ତ ପ୍ରବେଶ ହେବନି, ସେ ଗୋପୀ ଭାବ ହେଲେ। ସେଥିପାଇଁ ଆମ ବୃନ୍ଦାବନରେ ଆପଣ ଯିବେ ଦେଖିବେ ଗୋପେଶ୍ୱର, ଭଗବାନ ଶିବ ଗୋପେଶ୍ୱର ହେଲେ ଭଗବାନ। ସେମିତି ଲକ୍ଷ୍ମୀ ଦେବୀ ଚିନ୍ତା କଲେ ମୁଁ ହେଲେ ଯିବି ଗୋପୀଙ୍କର ସାଥିରେ ମିଶିକିରି ଭଗବାନ ସାଥିରେ ରାସଲୀଳା କରିବି, ଏଣ୍ଟ୍ରି ନାହିଁ। ସେଥିପାଇଁ ଏବେ ଆପଣ ଦେଖିବେ ଯିବେ ମା ଲକ୍ଷ୍ମୀ ଦେବୀ ଏବେ ମଧ୍ୟ ବୃନ୍ଦାବନରେ ତପସ୍ୟା କରୁଛନ୍ତି ଭଗବାନଙ୍କର କୃଷ୍ଣଙ୍କର ସାଥିରେ ଲୀଳା କରିବା ପାଇଁ। ହେଲେ ଆମର କହିବାର ଉଦ୍ଦେଶ୍ୟ ଏଇଠି ଭଗବାନଙ୍କର ସେବା କରିବାକୁ ହେଲେ ଆମକୁ ଭୃତ୍ୟ ଭାବରେ ସେବା କରିବା, ସେବକ ଭାବରେ ନାହିଁ। ହେଲେ ଭୃତ୍ୟ ଭାବରେ ହେଲେ ଏଠି କୁହାହେଇଛି ଜଣେ ଭୃତ୍ୟ ବ୍ୟକ୍ତିଗତ କିଛି ସ୍ୱାଧୀନ ନାହିଁ। ଜଣେ ସେବକର କ'ଣ ନିଜର ସ୍ୱାଧୀନ ଅଛି କି? ନାହିଁ। ମାଲିକ ଯାହା କହିବେ ସେୟା ହିଁ କରିବେ। ଆଉ କ'ଣ କରିବେ ନା ପରମେଶ୍ୱରଙ୍କର ଆଦେଶ ଅନୁସାରେ ବିଶ୍ୱସ୍ତ ଭାବରେ କର୍ମ କରିବ। ଭଗବାନଙ୍କର ଯେଉଁ ଆଦେଶ ତାଙ୍କର ଆଦେଶ ଅନୁସାରେ ବିଶ୍ୱସ୍ତ ଭାବରେ ସେବା କରିବ। ସେ ଯାହା କହିବେ, ଭଗବାନ ଯାହା କହିବେ ସେଇଟା ଶୁଣି। ହେଲେ ଆମ ମନରେ ଗୋଟେ ପ୍ରଶ୍ନ ଆସିବ, ଭଗବାନ ଶ୍ରୀକୃଷ୍ଣ ଥିଲେ, ହେଲେ ଭଗବାନ ଶ୍ରୀକୃଷ୍ଣ ତ ଥିଲେ ଆମେ ଡାଇରେକ୍ଟ ଭଗବାନ ସାଥିରେ କଥାବାର୍ତ୍ତା ଯଦି କରିପାରିଥାନ୍ତେ ତାହେଲେ ଆମେ ବୁଝିଥାନ୍ତେ ଭଗବାନଙ୍କର ଆଦେଶ କ'ଣ, ଆମେ କ'ଣ କର୍ମ କରିବା କେମିତି କରିବା। ହେଲେ ଭଗବାନ ତ ଆମେ ଡାଇରେକ୍ଟ କଥା ହେଇପାରିବାନି, ହେଇପାରିବା କି? କାହିଁକିନା ଆମେ ତ ସେତେ ଶୁଦ୍ଧ ନାହିଁ। ଆମେ ଯଦି ସେତିକି ଶୁଦ୍ଧ ଥାନ୍ତେ ଅର୍ଜୁନ ଭଳିଆ ଆମେ ଡାଇରେକ୍ଟ କୃଷ୍ଣଙ୍କୁ ପଚାରତେ ପ୍ରଭୁ କେମିତି କର୍ମ କରିବା କୁହନ୍ତୁ। କୃଷ୍ଣ ଭଗବାନ କହିଲେ ଅର୍ଜୁନକୁ, କିନ୍ତୁ ଆମକୁ ସେମିତି କହିବେନି ଭଗବାନ, କାହିଁକିନା ଆମର ସେତେ ଶୁଦ୍ଧ ସ୍ତର ନାହିଁ। ହେଲେ ଆମେ କେମିତି ବୁଝିବା କେମିତି କର୍ମ କରିବା? ଏଇଠି ସେ କଥା କୁହାଯାଇଛି କୃଷ୍ଣଙ୍କର ଜଣେ ପ୍ରତିନିଧିଙ୍କର ନିର୍ଦ୍ଦେଶରେ କର୍ମ କରିବା। ଗ୍ରନ୍ଥରେ ଯେଉଁ ଦିଆହେଇଥିବା କଥାଟାକୁ କୃଷ୍ଣଙ୍କର ପ୍ରତିନିଧିଙ୍କର ନିର୍ଦ୍ଦେଶ ଅନୁସାରେ କର୍ମ କରିବା, ତାହେଲେ କୃଷ୍ଣଙ୍କର ଡାଇରେକ୍ଟ ଆଦେଶ ପାଳନ କରିବା ଆଉ କୃଷ୍ଣଙ୍କର ପ୍ରତିନିଧିଙ୍କର ଅନୁସାରେ କର୍ମ କରିବା ଏକା କଥା। ଯେମିତି ଆମେ ଉଦାହରଣ ଦେଲେ ବୁଝିପାରିବେ, ଯେମିତି କୃଷ୍ଣ ଭଗବାନ ଶ୍ରୀକୃଷ୍ଣ ଗୀତାରେ ସବୁ ଉପଦେଶ ଦେଇଦେଲେ, ମନ୍ମନା ଭବ ମଦ୍ଭକ୍ତ ମଜ୍ଜା ଆଜି ମାଙ୍ଗ ନମସ୍କରୁ ମାମେ ବୟସୀ ସତ୍ୟଂ ତେ ପ୍ରତିଜାନ ପ୍ରିୟସ୍ମି, ସବୁ ଉପଦେଶ ଦେଇଦେଲେ। ହେଲେ ଚୈତନ୍ୟ ମହାପ୍ରଭୁ କ'ଣ ଭାବିଲେ? ଚୈତନ୍ୟ ମହାପ୍ରଭୁ ଭାବିଲେ କଳିଯୁଗ ଲୋକମାନେ ଖାଲି କହିଲେ କିଏ ଶୁଣିବେନି, ତେଣୁ ଚୈତନ୍ୟ ମହାପ୍ରଭୁ ନିଜେ ଭକ୍ତି ବେଶରେ ଆସିକିରି ନିଜେ ଭକ୍ତି କଲେ, ସମସ୍ତଙ୍କୁ ଶିକ୍ଷା ଦେଲେ, ଏମିତି କର, ଏମିତି ସମସ୍ତଙ୍କୁ କହିଲେ, ସମସ୍ତେ କୀର୍ତ୍ତନ କର, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ମହାପ୍ରଭୁ ଆଦେଶ ଦେଲେ, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେବା ତାର ଦେଶ। ସମସ୍ତଙ୍କୁ କହିଲେ ଯାହାକୁ ଦେଖିବ କୃଷ୍ଣ କଥା କୁହ, କୃଷ୍ଣ ନାମ ଉଚ୍ଚାରଣ କର। ହେଲେ ଆମକୁ ତ ଚୈତନ୍ୟ ମହାପ୍ରଭୁ ଡାଇରେକ୍ଟ ଆଦେଶ ଦେବେନି, କିନ୍ତୁ ପ୍ରଭୁପାଦ ମହାରାଜ ଆମର ଗୁରୁଦେବ ଏମାନେ ଆମକୁ କହିଲେ କ'ଣ, ମହାମନ୍ତ୍ର ଜପ କର, କୀର୍ତ୍ତନ କର, ଭାଗବତ ପଢ଼। ହେଲେ କୃଷ୍ଣଙ୍କର ଆଦେଶ ଯାହା ଗୁରୁ ମଧ୍ୟ ତାହା କହୁଛନ୍ତି, କ'ଣ ଅଲଗା କହୁଛନ୍ତି କି? କିଛି ଅଲଗା ନାହିଁ ସେଇ। ହେଲେ ଆମେ ଏଇଠି ବୁଝିବା ଦରକାର କ'ଣ ନା ଜଣେ ପ୍ରତିନିଧିଙ୍କର, ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତ ତାଙ୍କର ପ୍ରତିନିଧି ହେଉଛନ୍ତି କିଏ? ଗୁରୁ। ଗୁରୁ ବା ତାଙ୍କର ଜଣେ ଶୁଦ୍ଧ ଭକ୍ତଙ୍କର ନିର୍ଦ୍ଦେଶରେ କର୍ମ କରିବା ଯାହା, ଭଗବାନଙ୍କର ନିର୍ଦ୍ଦେଶରେ କର୍ମ କରିବା ତାହା।